ପିଲାମାନେ ଆଜିର ଏଇ ପ୍ରଶ୍ନଟି ରହିଛି ତମର ରେସିଓ ଆଣ୍ଡ ପ୍ରପୋର୍ସନ ରୁ କ୍ୱେଶ୍ଚିନ୍ ରହିଛି କଣ ଇଫ୍ a is to b equal to 2:3 and b is to c equal to 4:5 ଦେନ୍ a b c ର ଭ୍ୟାଲୁ ପଚାରିଛି। ତାହେଲେ ପିଲାମାନେ ଏଇ ପ୍ରଶ୍ନଟା କେମିତି ସମାଧାନ କରିବା ଦେଖ ପ୍ରଥମେ ମୁଁ କଣ ଲେଖିଦେବି ଯାହାର ଭ୍ୟାଲୁ ପଚାରିଛି କାହାର ଭ୍ୟାଲୁ ପଚାରିଛି ନା a ଆଉ b ଆଉ c ର ଭ୍ୟାଲୁ ପଚାରିଛି ତେଣୁକରି କଣ ଲେଖିଦେବି a ର ଅନୁପାତ କେତେ ଦେଇଛି ଯାହା ଦେଇଛି ମୁଁ ତାକୁ ଫାର୍ଷ୍ଟ ରୋ ରେ ତାର ସିଧାରେ ଲେଖିଦେବି ବୁଝିଲା ନା ନାଇଁ a ର ଅନୁପାତ ଥିଲା 2 ତେଣୁ 2 ଲେଖିଦେବି b ର ଅନୁପାତ ଥିଲା 3 ତେଣୁ b ତଳେ ଲେଖିଦେବି ତାପରେ ଦେଖ b ଆଉ c ର ଅନୁପାତ ମତେ ଦେଇଛି ତାକୁ ସେକେଣ୍ଡ ରୋ ଲେଖିବି b ର ଅନୁପାତ b ତଳେ ଲେଖିବି କେତେ ଥିଲା 4 ଥିଲା 4 ଲେଖିବି c ର ଅନୁପାତ c ସିଧାରେ ସେଇ ସେକେଣ୍ଡ ରୋ ରେ ଲେଖିବି ବୁଝିଲାନି ତାପରେ କଣ କରିବି ଦେଖ ଯୋଉ ସେ ଫାର୍ଷ୍ଟ ରୋ ରେ c ର ଅନୁପାତ ସିଧାରେ କିଛି ଲେଖା ହେଇନି ତେଣୁ କଣ କରିବି ତା ପୂର୍ବରୁ ଦେଖିବି ଯୋଉ ଭ୍ୟାଲୁଟା ଅଛି ସେଇ ଭ୍ୟାଲୁଟାକୁ ଏଠି ରିପିଟ କରିଦେବି ହେଲା ତାପରେ ଦେଖ ସେକେଣ୍ଡ ରୋ ରେ a ଭ୍ୟାଲୁଟା କିଛି ଲେଖା ହେଇନି ତାପରେ ଯାହା ଦେଖୁଛ b ଭ୍ୟାଲୁଟାକୁ ଦେଖୁଛ 4 ସେ 4 ଟାକୁ ଏଠି ବି ଲେଖିଦେବି ତାପରେ କଣ କରିବି ଏମିତି ସିଧାକୁ ସିଧା ଗୁଣିଦେବି ଉପରକୁ ତଳ କଣ କରିଦେବି ସିଧାକୁ ସିଧା ଗୁଣିଦେବି ତାପରେ ଦେଖ a ର ଅନୁପାତ କେତେ ବାହାରିଲା 7 ଗୁଣା 8 ତାର b ର ଅନୁପାତ କେତେ ହେଲା 12 c ର ଅନୁପାତ କେତେ ବାହାରିଲା 15 ତାହେଲେ ପିଲାମାନେ ଏଇ ପ୍ରଶ୍ନ ସଠିକ ଉତ୍ତର ହେଲା କେତେ 8 12 ଆଉ 15 ଆଜିର ଭିଡିଓ କେତେ ଲେଖା ଜଣାଇବ କମେଣ୍ଟରେ।